ରାଧାକୃଷ୍ଣଙ୍କ ବିବାହ ଏକ ସୁନ୍ଦର କଥା। ଆମେ ବୈଷ୍ଣବ ଶାସ୍ତ୍ରମାନଙ୍କ ତର୍ଜମାରୁ ଜାଣିଥାଉ ଶ୍ରୀ ରାଧାକୃଷ୍ଣଙ୍କ ପ୍ରେମ ଏକ ନୈସର୍ଗିକ ପ୍ରେମ ବୋଲି। ବିଦଗ୍ଧ କବି ଅମିମନ୍ୟୁ ସାମନ୍ତ ସିଂହାର କହିଲେ, ଅପ୍ରାକୃତିକ ପ୍ରେମ ମୂର୍ତ୍ତି ଜୟ ରାଧା ହରି ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ କର ଅବତରେ। ଏଣୁ ବିଶ୍ୱାସ କରାଯାଏ ରାଧାକୃଷ୍ଣଙ୍କ ପ୍ରେମ ଏକ ଅତି ମାନସିକ ପ୍ରେମ। ଏଥିରେ କୌଣସି ଦୈହିକ ସମ୍ପର୍କର ସ୍ଥାନ ବା ପରିପ୍ରକାଶ ନାହିଁ। ଏଣୁ ଅନେକାଂଶରେ ବିଶ୍ୱାସ କରାଯାଏ ରାଧାକୃଷ୍ଣଙ୍କର କେବେ ବିବାହ ହୋଇନଥିଲା। କିନ୍ତୁ ଏହି କଥାକୁ ଖଣ୍ଡନ କରି ବ୍ରହ୍ମବୈବର୍ତ ପୁରାଣ ଓ ଗର୍ଗ ସଂହିତାରେ ରାଧାକୃଷ୍ଣଙ୍କ ବିବାହ ବିଷୟକ ଏକ ଚମତ୍କାର କାହାଣୀ ରହିଛି। କାହାଣୀଟି ନିମ୍ନରେ। ଦିନେ ନନ୍ଦବାବା ବୃନ୍ଦାବନରେ ଭାଣ୍ଡିର ବନକୁ ଗାଈ ଚରାଇବା ପାଇଁ ଗଲେ। ସବୁଦିନ ଭଳି ସେ ବାଳକ କୃଷ୍ଣଙ୍କୁ ସାଙ୍ଗରେ ନେଇ ଗଲେ। ସେଦିନ ହଠାତ୍ କୁଆଡ଼ୁ କଳାହାଣ୍ଡିଆ ମେଘ ଉଠାଇ ଆସି ପ୍ରବଳ ବେଗରେ ବତାସ ବହି ବର୍ଷା ହେବାରେ ଲାଗିଲା। ନନ୍ଦବାବା ଖୁବ୍ ଡରିଗଲେ। ଭଗବାନଙ୍କୁ ସ୍ମରଣ ପୂର୍ବକ ସେ କୃଷ୍ଣଙ୍କୁ କୋଳରେ ଜାବୁଡ଼ି ଧରି ଏକ ବୃକ୍ଷ ତଳେ ଆଶ୍ରୟ ନେଲେ। କୃଷ୍ଣ ମଧ୍ୟ ଖୁବ୍ ଡରିଗଲା ଭଳି ଲାଗୁଥାନ୍ତି। ଏହି ସମୟରେ ନନ୍ଦ ଦେଖନ୍ତି ତ ଗୋପୀଶ୍ରେଷ୍ଠ ରାଧା ତାଙ୍କ ଆଡ଼େ ଆସୁଛନ୍ତି। ଶ୍ରୀ ରାଧା ଆସି ତାଙ୍କ ପାଖରେ ପହଞ୍ଚିଲେ। ରାଧା ତ ହିସାବରେ ନନ୍ଦଙ୍କ ଶଳା ଭାଉଜ। ସେ ରାଧାଙ୍କୁ କହିଲେ, ଶୁଣ, ତୁମେ ପରା କୃଷ୍ଣଙ୍କୁ ଅତି ଭଲ ପାଅ, ନିଅ ତାକୁ ଏ ବର୍ଷା ବତାସ ଦାଉରୁ ସମ୍ଭାଳ। ମୁଁ ଆଉ ପାରୁନାହିଁ। ବର୍ଷା ଛାଡ଼ିଗଲେ ତୁମେ ତାକୁ ନେଇ ଯଶୋଦାଙ୍କ ପାଖରେ ପହଞ୍ଚାଇ ଦେବ। ମୁଁ ଏବେ ଚାଲିଲି। ନନ୍ଦ ଏପରି କହି କୃଷ୍ଣଙ୍କୁ ରାଧାଙ୍କ ହାତରେ ଦେଇ ଚାଲିଗଲେ। ରାଧା କୃଷ୍ଣଙ୍କୁ ହାତରେ ପାଇ ବହୁତ ଖୁସି ହେଲେ। ସେ ମନେ ମନେ ଭାବିଲେ, କୃଷ୍ଣଙ୍କ ସଙ୍ଗରେ ମୁଁ ମନ ଭରି ଖେଳିବି ଓ ତାପରେ ନେଇ ଯଶୋଦାଙ୍କ ପାଖରେ ଛାଡ଼ିଦେବି। ଶ୍ରୀକୃଷ୍ଣ ଏହି ସମୟର ମାୟା ରଚିଲେ। ସାଙ୍ଗେ ସାଙ୍ଗେ ସେଠାରେ ମଣିମାଣିକ୍ୟ ହୀରାନୀଳା ଖଚିତ ଏକ ସୁରମ୍ୟ ପ୍ରାସାଦ ଦୃଶ୍ୟମାନ ହେଲା। ବାଳକ କୃଷ୍ଣ ସଙ୍ଗେ ସଙ୍ଗେ ରାଧାଙ୍କ କୋଳରୁ କୁଆଡ଼େ ଅଦୃଶ୍ୟ ହୋଇଗଲେ। ଆଶ୍ଚର୍ଯ୍ୟ ହୋଇ ରାଧା ଦେଖନ୍ତି ତ ତାଙ୍କ ଆଗରେ ଶ୍ରୀକୃଷ୍ଣ ମଣିମୁକ୍ତା ବିଭୂଷିତ ତାଙ୍କ ଦିବ୍ୟ ସ୍ୱରୂପରେ ଏକ ସୁନ୍ଦର ପୁରୁଷ ରୂପରେ ଉଭା ହୋଇଛନ୍ତି। ଶ୍ରୀକୃଷ୍ଣ ଶ୍ରୀ ରାଧାଙ୍କୁ ଅଭିବାଦନ କରି ତାଙ୍କ ପ୍ରତି ଥିବା ରାଧାଙ୍କ ଅନାବିଳ ପ୍ରେମର ଭୂରି ଭୂରି ପ୍ରଶଂସା କଲେ। କିନ୍ତୁ ଏଥିରେ ଶ୍ରୀ ରାଧା ସୁଖୀ ହେବା ପରିବର୍ତ୍ତେ ତାଙ୍କଠାରୁ କୃଷ୍ଣଙ୍କ ବିଚ୍ଛେଦ ପାଇଁ ଖୁବ୍ ବ୍ୟଥିତ ହେଲେ। କୃଷ୍ଣ ତାଙ୍କୁ ସାନ୍ତ୍ୱନା ଦେଇ କହିଲେ, ତୁମେ ଟିକେ ଧୈର୍ଯ୍ୟ ଧର। ଏବେ ଦେଖ କ'ଣ ହେବାକୁ ଯାଉଛି। ଏହି ସମୟରେ ସେଠାରୁ ଚତୁରାନନ ବ୍ରହ୍ମା ଆସି ପହଞ୍ଚିଲେ। ବ୍ରହ୍ମଦେବଙ୍କ ବେଦମନ୍ତ୍ର ଧ୍ୱନିରେ ଶ୍ରୀ ରାଧା ଓ ଶ୍ରୀକୃଷ୍ଣଙ୍କ ବିବାହ କାର୍ଯ୍ୟ ଅନୁଷ୍ଠିତ ହେଲା। ଯଜ୍ଞ ଅଗ୍ନିକୁ ସମ୍ମୁଖରେ ସାକ୍ଷୀ ରଖି ପରସ୍ପର ମଧ୍ୟରେ ସେମାନେ ବରୁଣମାଳା ଅର୍ପଣ କଲେ। ପୁରୋଧା ବ୍ରହ୍ମା ବିବାହ ସମ୍ପନ୍ନ ଅନ୍ତେ ବ୍ରହ୍ମଲୋକକୁ ପ୍ରସ୍ଥାନ କଲେ। ଏହି ଗୁପ୍ତ ବିବାହକୁ ଆଉ କେହି ଜାଣିଲେ ନାହିଁ। ସେଠାରେ ଥିବା ବୃକ୍ଷ, ଲତା ଓ ପଶୁପକ୍ଷୀମାନେ ହିଁ ଖାଲି ଜାଣିଲେ। ଶ୍ରୀକୃଷ୍ଣ କହିଲେ, ଏଣିକି ତୁମର ଆମର ଏହି ଭାଣ୍ଡିର ବନରେ ଭେଟ ହେବ। ଏହା ହିଁ ହେବ ଆମ ଲୀଳାସ୍ଥଳୀ। ଏପରି କହି ଶ୍ରୀକୃଷ୍ଣ ପୁଣି ତାଙ୍କ ବାଳ ସ୍ୱରୂପକୁ ଫେରି ଆସିଲେ। ସେତେବେଳକୁ ବାଆବତାସୀ ଛାଡ଼ି ଯାଇଥିଲା। କୃଷ୍ଣଙ୍କୁ ରାଧିକା ନେଇ ନନ୍ଦରାଣୀଙ୍କ ପାଖରେ ଛାଡ଼ି କହିଲେ, ନିଅ ତମ ପୁଅକୁ। ଝଡ଼ ବତାସ ଦେଖି ନନ୍ଦ ତାଙ୍କୁ ମୋ ନିକଟରେ ଛାଡ଼ି ଆସିଥିଲେ। ଭାଣ୍ଡିର ବନରେ ଯେଉଁଠି ଶ୍ରୀ ରାଧାକୃଷ୍ଣଙ୍କ ବିବାହ ହୋଇଥିଲା, ତାହା ରାଧାକୃଷ୍ଣ ବିବାହସ୍ଥଳୀ ଭାବେ ପ୍ରସିଦ୍ଧ ହୋଇଛି। ବିବାହର ସାକ୍ଷୀ ରୂପେ ଏଠାରେ ରହିଛି ଶ୍ରୀ ରାଧା ଭାଣ୍ଡିର ବିହାରୀ ମନ୍ଦିର ଓ ଭାଣ୍ଡିର ବଟ। ଏହି ମନ୍ଦିରରେ କୃଷ୍ଣ ଶ୍ରୀ ରାଧାଙ୍କ ମଥାରେ ସିନ୍ଦୂର ଲଗାଇ ଦେଉଥିବା ଦୃଶ୍ୟ ଅତୀବ ଚିତ୍ତାକର୍ଷକ। ନିକଟରେ ବେଣୁକୂପ ବୋଲି ଏକ କୂପ ରହିଛି। ଏହାକୁ ଶ୍ରୀକୃଷ୍ଣ ନିଜ ବଂଶୀରେ ଖୋଳିଥିଲେ ବୋଲି କିମ୍ବଦନ୍ତୀ ରହିଛି। ପ୍ରତିବର୍ଷ ଫଗୁଣ ମାସରେ ଏହି ବିବାହସ୍ଥଳୀରେ ଶ୍ରୀ ରାଧାକୃଷ୍ଣଙ୍କ ବିବାହ ଉତ୍ସବ ପାଳିତ ହୁଏ। ଏହା ଫୁଲେରା ଦୂଜ ନାମରେ ଖୁବ୍ ପ୍ରସିଦ୍ଧ। ଏହି ଉତ୍ସବ ଦର୍ଶନ ପାଇଁ ଏଠାରେ ବହୁ ଜନସମାଗମ ହୋଇଥାଏ। ବିଶ୍ୱାସ ରହିଛି ଏହି ବିବାହ ଉତ୍ସବ ଦର୍ଶନରେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ। ସନ୍ତାନକାମୀ ଲୋକ ଏହି ବିବାହ ଦର୍ଶନରେ ସନ୍ତାନ ଲାଭ କରିଥାନ୍ତି। ଭାଣ୍ଡିର ବନର ସେହି ଭାଣ୍ଡିର ବଟ ଭଗବାନ ଶ୍ରୀକୃଷ୍ଣଙ୍କ ଅନେକ ଲୀଳାର ମୁଖସାକ୍ଷୀ ରୂପେ ଦଣ୍ଡୀୟମାନ ରହିଛି। ଏହିଠାରେ ପ୍ରଳମ୍ବ ନାମକ ଅସୁର ବଳରାମଙ୍କୁ କାନ୍ଧରେ ବସାଇ ନେଇ ଯାଉଥିବା ବେଳେ ବଳରାମ ତାକୁ ମୁଷ୍ଟି ପ୍ରହାର କରି ନିଧନ କରିଥିଲେ। ଶ୍ରୀମଦ୍ ଭାଗବତରେ ବର୍ଣ୍ଣନା ଅଛି, ଏତେ ବିଚାରି ମହାସୁର କନ୍ଧେ ବସାଇ ହଳଧର। ଭାଣ୍ଡିର ବଟ ଗଲା କି ଜିଣି ତାହା ଜାଣିଲେ ହଳପାଣି। ଏହିଠାରେ ଶ୍ରୀକୃଷ୍ଣ ବ୍ରଜ ବାଳକଙ୍କ ସଙ୍ଗେ କ୍ରୀଡ଼ା କରୁଥିଲା ବେଳେ ଘୋର ଦବାଗ୍ନି
ପାନ କରି ବ୍ରଜବାଳକଙ୍କୁ ବନପୋଡ଼ିରୁ ରକ୍ଷା କରିଥିଲେ। ଏହିଠାରେ ଶ୍ରୀକୃଷ୍ଣ ମାୟାବୀ ବତ୍ସାସୁରକୁ ନିଧନ କରିଥିଲେ। ଶ୍ରୀ ରାଧାକୃଷ୍ଣଙ୍କ ଏହି ଲୀଳାର ସମ୍ୟକ୍ ସୂଚନା କବି ଶ୍ରୀ ଜୟଦେବଙ୍କ ରଚିତ ଶ୍ରୀ ଗୀତଗୋବିନ୍ଦର ନିମ୍ନ ପଦ୍ୟାବଳୀରୁ ମିଳିଥାଏ। ମୈଘେ ମେଦୁରମମ୍ବର ବନଭୁବଃ ଶ୍ୟାମାସ୍ତମାଳଦ୍ରୁମେ ନକ୍ତଂ ଭୀରୁରୟଂ ତ୍ୱମେବ ତଦିମଂ ରାଧେ ଗୃହଂ ପ୍ରାପୟ। ଇତଥଂ ନନ୍ଦନିଦେଶ ତଶ୍ଚୀଳତୟୋ ପ୍ରତ୍ୟଧୁକୁଞ୍ଜଦ୍ରୁମଂ ରାଧାମାଧବୟୋର୍ଜୟନ୍ତି ଯମୁନା କୂଳେରଃ କେଳୟଃ। ଅର୍ଥାତ୍ ପ୍ରଭୁ ମାୟା ରଚନା କଲେ ମେଘମାଳାପୂର୍ଣ୍ଣ ଅମ୍ବର ତମାଳଠାରୁ ଶୋଭିତ ବନଭୂମିରେ ଭୟ ସଞ୍ଚାର କରୁଛି। ହେ ରାଧା, ତୁମକୁ ନନ୍ଦଙ୍କ ଆଜ୍ଞା, ତୁମେ ଏହାକୁ କୃଷ୍ଣଙ୍କ ଘରକୁ ନେଇଯାଅ। ନନ୍ଦଙ୍କ ଆଦେଶ ଗ୍ରହଣ କରି ରାଧା ମାଧବ କିନ୍ତୁ ଯାଇ ଯମୁନା ତୀର ଲତାକୁଞ୍ଜରେ ଅପୂର୍ବ କେଳି ରଚନା କଲେ। ଜୟ ଶ୍ରୀ ରାଧା ମାଧବ ଯୁଗ ଯୁଗ ପାଇଁ ମର୍ତ୍ତ୍ୟରେ ଏହି ଲୀଳା ପ୍ରସିଦ୍ଧ ହୋଇ ରହୁ। ହରି ଅନନ୍ତ, ହରି କଥା ଅନନ୍ତ। ପ୍ରଭୁ ଯେଉଁଠି କେଉଁଠି କେଉଁ ଲୀଳା କରନ୍ତି ତାହା ବର୍ଣ୍ଣନା କରିବା ଅତି ଦୁରୂହ। ସନ୍ଥ ତୁଳସୀଦାସଙ୍କ ଭାଷାରେ ହରି ଅନନ୍ତା ହରି କଥା ଅନନ୍ତା, ଗାଓଇ ଶୁନଇ ବହୁ ବିଧି ସବୁ ସନ୍ତା। ତେବେ ସାଙ୍ଗମାନେ, ଯଦି ଆଜିର ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିହାତି କରିଦେବେ। ରହୁଛି, ଜୟ ଜଗନ୍ନାଥ।